ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ହସଖୁସି ବହିର ପାଠ 1କୁ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପାଇଁ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ପିଲାମାନେ ଆସ, ଏଠାରେ ଚିତ୍ର ଦେଖି ଗପ କୁହ ଲେଖାଯାଇଛି, ତାକୁ ଆମେ ଚିତ୍ର ଦେଖିବା ଏବଂ ଗପ ଶୁଣିବା। ଦେଖ ପିଲାମାନେ, ଏଠି କାଉଟିଏ ଉଡ଼ି ଉଡ଼ି ଆସୁଛି। ତେଣୁ ତୁମେ ଜାଣିଛ କାଉ ଗପ ଜାଣିଛ ନା? ଚତୁର କୁଆ। ତେଣୁ ସେ ଚତୁର କୁଆର ଗପଟା ଏଠି ଉପସ୍ଥାପନ କରିବା। ମୁଁ ତୁମକୁ ବୁଝାଇବି। ଦେଖ, ଖରାଦିନ ଥିଲା, କାଉଟିଏ ଶୋଷିଲା ଥିଲା। ତେଣୁ କାଉଟିଏ ଉଡ଼ି ଉଡ଼ି ଆସିଲା, ଦେଖିଲା ଗୋଟିଏ ମାଠିଆରେ କିଛି ପାଣି ଅଛି, ଅଳ୍ପ ପାଣି ଅଛି। ମାଠିଆରେ ତାପରେ ବସିଲା। ମାଠିଆରେ ବସିଲା, ତା ଥଣ୍ଟକୁ ବଢ଼ାଇଲା, କିନ୍ତୁ ତାର ଥଣ୍ଟ ପାଇଲା ନାହିଁ। ତେଣୁ କ'ଣ କଲା? କାଉଟିଏ ଉଡ଼ି ଉଡ଼ି ଗଲା। ଉଡ଼ି ଯାଇ କିଛି ଛୋଟ ଛୋଟ ଗୁଡ଼ି ଆଣିଲା। ସେଇ ଗୁଡ଼ିକୁ ଆଣି ମାଠିଆରେ ପକାଇଲା। ତାପରେ ଧୀରେ ଧୀରେ ମାଠିଆର ପାଣି ଉପରକୁ ଉଠି ଆସିଲା। ତାପରେ କାଉଟିଏ ପାଣି ପିଇ ଖୁସି ମନରେ ଉଡ଼ି ଉଡ଼ି ଗଲା। ତେଣୁ ଆମେ ଏଥିରୁ ଶିଖିଲେ ଯେ ତାର ଉପଯୁକ୍ତ ବୁଦ୍ଧି ବଳରେ ସେ ତାର ଶୋଷକୁ ମେଣ୍ଟାଇ ପାରିଲା। ତେଣୁ ବୁଦ୍ଧି ପ୍ରୟୋଗ କରି ପାଣି ପିଇ ପାରିଲା। ତାପରେ ଚିତ୍ର 2, ଗାଁରେ ସକାଳ। ଗାଁରେ ସକାଳର ଦୃଶ୍ୟ ଆମେ ଜାଣିଛେ। ଆମେ ସକାଳ ସମୟରେ କିପରି ଆକାଶ ଦେଖାଯାଏ, ସୂର୍ଯ୍ୟ କିପରି ଦେଖାଯାଏ, ଆଉ ଲୋକମାନେ କ'ଣ କ'ଣ କରନ୍ତି, ତାହା ଏହି ଗାଁର ସକାଳରେ ଆମେ ସବୁ ଲକ୍ଷ୍ୟ କରୁଛେ, ଆମେ ସବୁ ଜାଣିଛେ। ତଥାପି ମୁଁ ଖାଲି ଏହି ଚିତ୍ର ଦେଖି ତୁମକୁ ମନେ ପକାଇ ଦେଉଛି। ଦେଖ, ସକାଳ ସମୟରେ ଆକାଶ ସଫା ଥାଏ ଏବଂ କେତେକ ସ୍ଥାନରେ ମଧ୍ୟ ମେଘ ଭାସିବାର ଦେଖାଯାଏ। ମେଘ ଭାସିବାର ଆମେ ଦେଖୁ। ଆକାଶରେ ପକ୍ଷୀମାନେ ଦଳ ଦଳ ହୋଇ ଉଡ଼ିଯାଆନ୍ତି। ଯେ ପକ୍ଷୀମାନେ ନିଜ ବସାରେ ସବୁ ରହିଥିଲେ, କୋରଡ଼ରେ, ଗଛ କୁଡ଼ିଆରେ, ଗଛରେ କୁଡ଼ିଆ କରି ବସା ବାନ୍ଧି ପକ୍ଷୀମାନେ ରହିଥିଲେ। ତେଣୁ ଯେତେବେଳେ ସକାଳ ହେଲା, ସୂର୍ଯ୍ୟ ଉଦୟ ହେଲେ ସକାଳ ହୁଏ, ଆମେ ଜାଣିଛେ। ତେଣୁ ସେ ସକାଳ ସମୟରେ ପକ୍ଷୀମାନେ ସବୁ ଉଡ଼ି ଉଡ଼ି ନିଜ ବସା ଛାଡ଼ି ଦୂରକୁ ଚାଲିଯାଆନ୍ତି। ତାପରେ କ'ଣ ନା, ସୂର୍ଯ୍ୟ ଉଦୟ ହୁଏ। ସକାଳ ହେଲେ ସୂର୍ଯ୍ୟ ଉଦୟ ହୁଏ। କୃଷକ ତାର କୃଷି କରିବା ପାଇଁ ହଳ ବଳଦ ଧରି ଚାଲିଯାଏ। ଗାଁର ସ୍ତ୍ରୀ ଲୋକମାନେ ନିଜର ମାଠିଆ ଧରି, ବାଲ୍ଟି ଧରି ପାଣି ଆଣିବା ପାଇଁ କୂଅ ନିକଟକୁ କିମ୍ବା ନଳକୂପ ନିକଟକୁ ଯାଇ ପାଣି ଆଣନ୍ତି। କେତେକ ସ୍ଥାନରେ ପିଲାମାନେ ଖେଳନ୍ତି ଏବଂ କିଛି ମହିଳା ନିଜ ଘରେ ଗୋବର ଲିପନ୍ତି, ଘଷି ମଳନ୍ତି। ଏଠି ଘଷି ମଳିବାର ଦେଖିଲେ, ତେବେ ଏଠି ସ୍ତ୍ରୀ ଲୋକଟି ପୂଜା କରୁଛି, ଠାକୁରଙ୍କୁ ପୂଜା କରୁଛି। ଆମେ ଦେଖିଲେ ଏଠି କୁକୁଡ଼ା 2ଟି ଖୁସି ମନରେ ବୋଲନ୍ତି। ତାପରେ ଦେଖ ପିଲାମାନେ, ଆକାଶରେ ମେଘଖଣ୍ଡ ଭାସି ବୁଲୁଥାଏ ଏବଂ କେତେକ ସ୍ଥାନରେ ଗାଈ ଗୋରୁ ମଧ୍ୟ ଚରିବାକୁ ଯାଆନ୍ତି। କୃଷକ ନିଜ କ୍ଷେତରେ ହଳ କରେ ଏବଂ କିଛି ଲୋକ ଗାଁ ଚଉରା ମୂଳେ କିମ୍ବା କୌଣସି ମଣ୍ଡପ ଗଛ ମୂଳରେ ବସି ବାର୍ତ୍ତାଳାପ କରିବାର ଆମେ ମଧ୍ୟ ଦେଖୁ। କେହି ପିଲାମାନେ ମଧ୍ୟ ଟ୍ୟୁସନ୍ କିମ୍ବା ବିଦ୍ୟାଳୟକୁ ଯିବାର ଆମେ ଦେଖୁ। ସକାଳ ହେଲେ ବିଦ୍ୟାଳୟକୁ ଯାଆନ୍ତି ଏବଂ ଝାଡ଼ୁଦାର କିମ୍ବା ଘରର ସ୍ତ୍ରୀ ଲୋକ ଘର ଆଗରେ, ଘର ସାମ୍ନାରେ ସଫାସୁତୁରା କରୁଥିବାର ଆମେ ଦେଖୁ। ଆମେ ସକାଳୁ ଉଠିଲେ ଦାନ୍ତ ଘଷୁ।
ଆମେ ସକାଳୁ ଉଠିଲେ ଦାନ୍ତ ଘଷୁ। ଏଠାରେ ଆମେ ଦେଖିଲେ ଲୋକଟି ଦାନ୍ତ ଘଷୁଛି। ଲୋକଟି ଦାନ୍ତ ଘଷୁଛି। ଗାଈ, ଛେଳି, ମେଣ୍ଢା ଏବଂ କୁକୁର ଚଲାବୁଲା କରିବାର ଆମେ ଦେଖୁ। ତାପରେ ଦେଖିବା ଯାନବାହନର ନାମ କୁହ। ଚିତ୍ର 3 ଯାନବାହନର ନାମ କୁହ। ପିଲାମାନେ କହିଲ ଦେଖି ଏହି ଯାନଟିର ନାମ କ'ଣ? ଇଏ ହେଉଛି ରେଳଗାଡ଼ି। ରେଳଗାଡ଼ି ଇଂରାଜୀରେ ଟ୍ରେନ୍। ଏଟା ହେଉଛି ସ୍କୁଟି। ଏ ଚିତ୍ର ହେଉଛି ପିଲାମାନେ ସାଇକେଲ। ପିଲାମାନଙ୍କୁ ସାଇକେଲ ଚଳାଇବାକୁ ଖୁସି ଲାଗେ। ଏଟା ହେଉଛି ବାଇକ୍, ମୋଟର ଗାଡ଼ି। ଏଟା ହେଉଛି ଡାଲା, ଟ୍ରକ୍। ଏଟା ହେଉଛି ଅଟୋ। ଅଟୋର ଚିତ୍ର। ଆମେ ଏଠିରେ ବସିଛେ। ଆମେ ଏଠିରେ ଯିବା ଆସିବା କରୁ। ଏଥିରେ ଆମେ ଯିବା ଆସିବା କରୁ। ଏହା ସାହାଯ୍ୟରେ ଯାନବାହନ, ଏହି ଯାନବାହନ ସାହାଯ୍ୟରେ ଆମେ ଜିନିଷପତ୍ର ନେବା ଆଣିବା କରୁ। ଏଥିରେ ତୁମେ କୁଆଡ଼େ ଯାଇପାରିବ କୁହ? ଆମେ ଏହି ଯାନରେ ବିଭିନ୍ନ ସ୍ଥାନକୁ ଯାଇପାରିବୁ। ଅତି ସହଜରେ କମ୍ ସମୟରେ ଆମେ ଯିବା ଆସିବା କରୁ। ଜିନିଷପତ୍ର ମଧ୍ୟ ନେଇପାରୁ। ପିଲାମାନେ ଏଠି କ'ଣ ଦେଖୁଛ? ଏଠି ଆମେ ବ୍ୟୋମଯାନ, ଉଡ଼ାଜାହାଜ ଦେଖୁଛୁ। ଏ ଉଡ଼ାଜାହାଜ, ରକେଟ୍ ଏମାନେ ଆକାଶର ଯାନ ଅଟନ୍ତି। ତେଣୁ ବ୍ୟୋମଯାନ ବୋଲି କୁହାଯାଏ। ଆକାଶର ନାମ ହେଉଛି ବ୍ୟୋମଯାନ ବୋଲି କହୁ। ତେଣୁ ଏହି ବ୍ୟୋମଯାନରେ ଆମେ ଦୂର ସ୍ଥାନକୁ କମ୍ ସମୟରେ ଆମେ ଆକାଶ ମାର୍ଗରେ ଯାଇପାରୁ। ତାପରେ ପିଲାମାନେ ଦେଖୁଛ ଏଠି 2ଟି ଯାନ ଥିବାର ତୁମେ ଦେଖିଛ। ଦେଖ ଏହି ଯାନ ହେଉଛି କାର୍। ତେଣୁ ଏଟା ଜିପ୍। ତେଣୁ ଏହା ତଳ ଭାଗରେ ଯାତାୟାତ କରିପାରେ। ତେଣୁ ଏହା ସାହାଯ୍ୟରେ ମଧ୍ୟ ଆମେ ବସି ବିଭିନ୍ନ ସ୍ଥାନକୁ ଯାଇପାରୁ। ତାପରେ ପିଲାମାନେ ଦେଖୁଛ ଏଠି ଏହା କାହାର ଛବି? ଇଏ ହେଉଛି ଜଳଜାହାଜ ଛବି। ତେଣୁ ଏହା ସାହାଯ୍ୟରେ ଆମେ ଜଳରେ ବିଭିନ୍ନ ଦେଶକୁ ଆମେ ଯାତାୟାତ କରିପାରୁ। ଜିନିଷପତ୍ର ମଧ୍ୟ ବୋହିବାରେ ସାହାଯ୍ୟ କରିଥାଏ। ତେଣୁ ଏହା ଜଳରେ ଯାତାୟାତ କରେ। ତାପରେ ପିଲାମାନେ ଦେଖ ଏଠି କ'ଣ ଛବି ଦେଖୁଛ? ଚିତ୍ର ନମ୍ବର 5 ପିଲାଟି ଖୁସି ମନରେ ଖେଳିଥାଏ। ପିଲା ଦୁହେଁ ଦୋଳି ଖେଳନ୍ତି। ଏଠି ପିଲାଟି ବସିଛି ଏବଂ କୁକୁରଟି ଦୌଡ଼ୁଛି। ପିଲା ଦୁହେଁ ଖେଳୁଛନ୍ତି। ଏଠି 6ଟି ତଫାତ ଅଛି। ମୁଁ ଡ୍ୟାସ୍ଟି ବାହାର କଲି। ଏଇଠି 6ଟି ତଫାତ ଅଛି। ମୁଁ ଡ୍ୟାସ୍ଟି ବାହାର କଲି। ଚିତ୍ର 6 ଏଠି ହରିଣ ଚିତ୍ର ଅଛି। ଏହାକୁ ଦେଖି ଚିତ୍ର 2ଟି ସମ୍ପୂର୍ଣ୍ଣ କର। ହରିଣ ଚିତ୍ରକୁ ଆମେ ଏହି ଛବିଟିକୁ କିଛି ଛାଡ଼ି ଦିଆଯାଇଛି, ତାକୁ ଆମେ ପୂରଣ କରିବା। ଛବି ଦେଖି ଆମେ ପୂରଣ କରିବା। ଏଠି ଛବି ଦେଖି ୟାକୁ ଆମେ ଏଠି ପୂରଣ କରିବା। ଅଭ୍ୟାସ ପ୍ରଶ୍ନ ପଢ଼ ଓ ଲେଖ। ପତାକା, ଆକୁ ଦେଖି ଆମେ ଏଠି ପତାକା ଲେଖିବା। ବାଳକ, ଆକୁ ଦେଖି ଆମେ ଏଠି ବାଳକ ଲେଖିବା। ବୁଢ଼ା ଲେଖିବା। କୃଷକ, ନଡ଼ିଆ, କୂଅ, ପାହାଡ଼, ଘର। 2 ନମ୍ବର ପ୍ରଶ୍ନ ଗାଁରେ ସକାଳ ଚିତ୍ର ଦେଖି କୁହ। ଗାଁରେ ସକାଳ ଛବି ଦେଖି ଚିତ୍ରରେ ବୁଢ଼ାଟି କେଉଁଠି ବସିଛି? ଏହାର ଉତ୍ତର ହେବ ଚିତ୍ରରେ ବୁଢ଼ାଟି ଗଛ ତଳେ ଥିବା ଏକ ଚନ୍ଦିନରେ ବସିଛି। ସୂରୁଜ କେଉଁଠି ଦେଖାଯାଉଛି? ସୂରୁଜ ପୂର୍ବ ଆକାଶରେ ଦେଖାଯାଉଛି। ପିଲା ଦୁଇଟି କୁଆଡ଼େ ବାହାରିଛନ୍ତି? ଚିତ୍ରରେ ପିଲା ଦୁଇଟି ବିଦ୍ୟାଳୟକୁ ପାଠ ପଢ଼ିବାକୁ
ବାହାରିଛନ୍ତି। କୃଷକ ଘ ନମ୍ବର ପ୍ରଶ୍ନ, କୃଷକ କ'ଣ କରୁଛି? କୃଷକ ତାର କୃଷି କ୍ଷେତ୍ରରେ ଚାଷ କରୁଛି। ଚିତ୍ର ଦେଖି ଏପରି ପ୍ରଶ୍ନ ସାଙ୍ଗମାନଙ୍କ ସହ ପଚରା ପଚରି ହୁଅ। ଚିତ୍ର ନମ୍ବର 3, ଏଇଟା କ'ଣ? ଏ ହେଉଛି ଚକ୍ର। ତେଣୁ ଆମେ ଏଠି ଚକ ଲେଖିବା, ଚକ ଚକ। ଏଇଟା କାହାର ଛବି? ଏଇଟା ଗାଈର ଛବି। ତେଣୁ ଆମେ ଏଠି ଗାଈ ବୋଲି ଲେଖିବା, ଗାଈ ଲେଖିବା। ଏଇଟା କାହାର ଛବି? ନଳକୂପ। ଏଠି ଆମେ ନଳକୂପ ଲେଖିବା, ନଳକୂପ। ଏଇଟା ଶଗଡ଼ ଗାଡ଼ି, ଶଗଡ଼ର ଚିତ୍ର, ଶଗଡ଼। ଏଠି ଆମେ ଶଗଡ଼ ବୋଲି ଲେଖିବା। 4 ନମ୍ବର, ବଳଦ କ'ଣ କ'ଣ ଖାଇ ହଳ କରିବାକୁ ଯିବ? ଏଠି ଆମେ ଲେଖିବା ଯେପରି ଦାନା, ପାଳ, ଘାସ, ନଡ଼ା ଏବଂ ତୋରାଣି ଇତ୍ୟାଦି। ଚିତ୍ରକୁ ରଙ୍ଗ କର। ଏଠି କୁକୁଡ଼ା ଚିତ୍ର ଦେଇଛି। କୁକୁଡ଼ା ଚିତ୍ରର ଥଣ୍ଟ କିପରି ଚିତ୍ର ହେବ, ତା'ର ଚୂଳଟି କିପରି ରଙ୍ଗ ହେବ ଏବଂ ତା'ର ଲାଞ୍ଜ ବା ତା'ର ପକ୍ଷୀ କେଉଁ ରଙ୍ଗ ହେବ, ତାକୁ ଆମେ ଏଠି ରଙ୍ଗ ଦେବା। 6, ରାବୁଥିବା ପକ୍ଷୀମାନଙ୍କ ନାମ କୁହ। ଯେପରି କୋଇଲି ରାବୁଛି। ଆଉ କିଏ ରାବୁଛି ତାକୁ ଆମେ ଲେଖିବା କାଉ, ବଗ, ପାରା, ବଣି, ଶୁଆ ଏଭଳି ରାବୁଛି। ତେଣୁ ରାବିବାର ଥିବା ପକ୍ଷୀମାନଙ୍କର ନାମ ନିଜେ ଭାବି ଆମେ ଲେଖିବା। ଦିଆଯାଇଥିବା ଚିତ୍ରକୁ ଦେଖି ଏଥିରେ କ'ଣ ନାହିଁ ତାକୁ ଅଙ୍କନ କର। ଦେଖ ପିଲାମାନେ, ଏଇ ଘରଟି ଅଛି। ଏଥିରେ ଆମର କବାଟ ନାହିଁ, ତାକୁ ଆମେ କବାଟ ଗୋଟେ କରିବା, କବାଟର ଚିତ୍ର କରିବା।